ମୁଁ ଆପଣଙ୍କୁ କହିଥିଲି ନା ଫେବୃଆରୀ ମନ୍ଥରେ ଆପଣଙ୍କର ହୋମଗାର୍ଡ଼ ନୋଟିଫିକେସନ୍ ଆସିବ। ଓକେ, କହିଥିଲି ନୋଟିଫିକେସନ୍ ଅଲରେଡ଼ି ଆସିଗଲାଣି। ଓକେ, କଳାହାଣ୍ଡି ଡିଷ୍ଟ୍ରିକ୍ଟରେ ଆସିଛି, ଆସ୍ତେ ଆସ୍ତେ ମଧ୍ୟ ଆସିଯିବ। ମୁଁ ଆପଣଙ୍କୁ ପୁରା ଡିଟେଲ୍ସ କହିଦେବି ହୋମଗାର୍ଡ଼ ବିଷୟରେ, କ୍ୱାଲିଫିକେସନ୍ ରହିବ, କେମିତି କ'ଣ ରିକ୍ରୁଟମେଣ୍ଟ କଣ୍ଡକ୍ଟ କରିବ, ପୁରା ଫୁଲ୍ ଡିଟେଲ୍ ଏଇ ଭିଡ଼ିଓ ମାଧ୍ୟମରେ କହିଦେବି। ତ ବିନା ସ୍କିପ୍ରେ ଦେଖ, ଭିଡ଼ିଓ ଫାଷ୍ଟ ଲାଷ୍ଟ ଦେଖ। ଆଉ ଗୋଟେ କଥା, ଯଦି ଆମ ଟେଲିଗ୍ରାମ ଗ୍ରୁପ୍ରେ ଜଏନ୍ ହେଇନ, ଟେଲିଗ୍ରାମ ଗ୍ରୁପ୍ରେ ଜଏନ୍ ହେବାକୁ ଜମାରୁ ଭୁଲିବେ ନାହିଁ। ଟେଲିଗ୍ରାମ ଗ୍ରୁପ୍ରେ ଯେତେ ସବୁ ଅପଡ଼େଟ୍ ଆସେ, ଟେଲିଗ୍ରାମ ଗ୍ରୁପ୍ରେ ମୁଁ ଇନଷ୍ଟାଣ୍ଟଲି ଅପଡ଼େଟ୍ ଦିଏ, ଠିକ୍ ଅଛି। ତ ଡିସ୍କ୍ରିପ୍ସନ୍ ବକ୍ସରେ ଟେଲିଗ୍ରାମ ଗ୍ରୁପ୍ ଲିଙ୍କ୍ ମଧ୍ୟ ମିଳିଯିବ, ସେଇଠି କ୍ଲିକ୍ କରିକି ଜଏନ୍ ହେଇପାରିବ। ଆଉ ଯଦି କିଛି ବି ଟିକେ ଡାଉଟ୍ ରହୁଛି, ଟେଲିଗ୍ରାମ ଗ୍ରୁପ୍ରେ ଜଏନ୍ ହେଇକି ମୋତେ ମେସେଜ୍ କରିବେ, ନହେଲେ ଭିଡ଼ିଓର କମେଣ୍ଟ ବକ୍ସରେ ନିଜର ମତବାଦ ଦେଇଦେବ। ଓକେ, ଆଉ ଫାଷ୍ଟ ଟାଇମ୍ ଚ୍ୟାନେଲକୁ ଆଉଥିଲି, ନିହାତି ଭାବରେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲେ ନାହିଁ। ମୁଁ ହୋମଗାର୍ଡ଼ ଅପଡ଼େଟ୍ ମୁଁ ବହୁତ ପୂର୍ବରୁ ଦେଇ ଆସୁଥିଲି। ଏବେ ମୁଁ ଅଲରେଡ଼ି ବି ହୋମଗାର୍ଡ଼ ରିଲେଟେଡ଼ ଅଲରେଡ଼ି ବହୁତ ସାରା ଅପଡ଼େଟ୍ ଦେଇଥିଲି। ପୂର୍ବ ଭିଡ଼ିଓରେ ମଧ୍ୟ ମୁଁ କହିଥିଲି ହୋମଗାର୍ଡ଼ 3 ମନ୍ଥ ଭିତରେ ଆପଣଙ୍କ ରିକ୍ରୁଟମେଣ୍ଟ କମ୍ପ୍ଲିଟ୍ କରିବ। 3 ମନ୍ଥ ଭିତରେ ରିକ୍ରୁଟମେଣ୍ଟ କମ୍ପ୍ଲିଟ୍ କରିବ ମାନେ ଫେବୃଆରୀ ମାସ ଭିତରେ ଆପଣଙ୍କର ନୋଟିଫିକେସନ୍ ବାହାରିଯିବ। ସେ ଅଲରେଡ଼ି ବି ମେନସନ୍ ମଧ୍ୟ କରିଦେଇଛି। ଆପ୍ଲିକେସନ୍ ଫର୍ମ ଅଲରେଡ଼ି ଆଭେଲେବୁଲ୍ ସବୁ ଥାନା ମଣ୍ଡିରେ, ସରି ମଣ୍ଡି ନା ପିଣ୍ଡି ନା କ'ଣ କହୁଛେ, ଠିକ୍ ଅଛି। ମଣ୍ଡିରେ ତ ଧାନ ଯାଉଛି, ତ ଛାଡ଼, ସମସ୍ତ ଥାନାରେ ଆଭେଲେବୁଲ୍ ହେଇଗଲାଣି, ଠିକ୍ ଅଛି। ଆପ୍ଲିକେସନ୍ ଫର୍ମ ମାନେ ଯେତେବେଳେ କେଉଁ ଡିଷ୍ଟ୍ରିକ୍ଟ ୱାଇଜ୍ ତା'ର ଭ୍ୟାକେନ୍ସି ବାହାରିବ, ଅଲରେଡ଼ି ତା ବାବଦ ମଧ୍ୟ ଅଲରେଡ଼ି ବି ଏଇଟା ଛାଡ଼ିଥିଲି। ଓକେ, ତ ମୁଁ ଆଉଥରେ ମଧ୍ୟ ଟେଲିଗ୍ରାମ ଗ୍ରୁପ୍ରେ ମଧ୍ୟ ଛାଡ଼ିଥିଲି କେଉଁଠି କେତେଟା ପୋଷ୍ଟ ଟୋଟାଲ୍ କହିବାକୁ ଗଲେ 2298 ପୋଷ୍ଟ, ମାନେ ଆଠୁ ଅଧିକ ମଧ୍ୟ ପୋଷ୍ଟ ବଢ଼ିପାରେ। ବହୁତ ମାନେ ହୋମଗାର୍ଡ଼ ବହୁତ ୱେରେ ରୋଷେଇରେ ଯାଉଛି। ଆଉ ଆପଣଙ୍କର ଲେବର ୱାର୍କ ମଧ୍ୟ କରିପାରିବେ, ଯେହେତୁ ଆଉ ବହୁତ ପ୍ରକାର ଭେରାଇଟି, ଯେହେତୁ ଗୋଟେ ଗ୍ରୁପ୍ ଡି ପୋଷ୍ଟ ରହୁଛି ଆପଣଙ୍କୁ। ଓକେ, ଆଉ ଗୋଟେ ପିଲା ବହୁତ ପ୍ରକାର ମେସେଜ୍ କରୁଛନ୍ତି କି ହୋମଗାର୍ଡ଼ରେ ରେଗୁଲାର ହେଲା କି ନାହିଁ, ରେଗୁଲାର ଏବେ ସୁଦ୍ଧା ହେଇନି, କୌଣସି ନୋଟିଫିକେସନ୍ ଆସିନି। ହଁ, ଆଉ ଗୋଟେ କଥା, ପିଲା କେମିତି କ'ଣ ଫର୍ମଟି ଆପ୍ଲାଏ କରିବେ, ଅଲରେଡ଼ି ଆପ୍ଲିକେସନ୍ ଫର୍ମ ଟେଲିଗ୍ରାମ ଉପରେ ମଧ୍ୟ ପ୍ରୋଭାଇଡ଼ କରିଦେଇଛି। ପୁରା ଫାଷ୍ଟ ଲାଷ୍ଟ ଦେଖୁଛି, ବିନା ସ୍କ୍ରିପ୍ଟ ଭିଡ଼ିଓ ଦେଖ, ଭିଡ଼ିଓ ଫାଷ୍ଟ ଲାଷ୍ଟ ଦେଖ। ହଁ, ଆଉ ଗୋଟେ କଥା, କ୍ୱାଲିଫିକେସନ୍ ଆପଣଙ୍କର ପଞ୍ଚମ ପାସ୍ ରହୁଛି, ମିନିମମ୍ ଏଜ୍ ହେଉଛି 20 ବର୍ଷ, ଠିକ୍ ଅଛି। ତ ମୁଁ ଆପଣଙ୍କୁ ଅଲରେଡ଼ି ବି ମଧ୍ୟ ପ୍ରୋଭାଇଡ଼ କରିଦେଇଥିଲି ଆମ ଟେଲିଗ୍ରାମ ଗ୍ରୁପ୍ରେ। ଆପଣ ଟେଲିଗ୍ରାମ ଗ୍ରୁପ୍ରେ ଜଏନ୍ ହେଇକି ମୋତେ ସବୁକିଛି ଡିଟେଲ୍ସ ମଧ୍ୟ ଦେଖିପାରିବେ। ଓକେ, ମୁଁ ଆପଣଙ୍କୁ ମଧ୍ୟ ଅଲରେଡ଼ି କହିଦେଇଛି। ଓକେ, ତାହେଲେ ଆପଣଙ୍କ ସିଲେକ୍ସନ୍ ପ୍ରୋସେସ୍ ଏବେ ସୁଦ୍ଧା କେହି ବି କହିପାରେ ନାହିଁ, ପୁରୁଣା ଢାଞ୍ଚାରେ ସିଲେକ୍ସନ୍ ପ୍ରୋସେସ୍ ହେଇପାରେ। ଫିଜିକାଲ୍ କରିକି ଏମିତି, ଯେହେତୁ ଏସ୍ପି ଅଣ୍ଡରରେ ଯିବ ହୋମଗାର୍ଡ଼, ଏସ୍ପି ଅଣ୍ଡରରେ କଣ୍ଡକ୍ଟ କରିବ, ତ କେହି ବି କହିପାରିବେନି। ତ ଆସିଲେ ସବୁ କିଛି ଡିଟେଲ୍ସ ମଧ୍ୟ ଜାଣିପାରିବେ। ଏଇ ମାସ ବା 2 ମାସ ଭିତରେ ଆପଣଙ୍କୁ ଦେଖିବାକୁ ମିଳିଯିବ ବହୁତ ଜଲ୍ଦି। ଅଲରେଡ଼ି କଳାହାଣ୍ଡିର ନୋଟିଫିକେସନ୍ ବାହାରି ସାରିଲାଣି, ଯେଉଁମାନେ ବି ଦେଖିନ ଅଲରେଡ଼ି ବି ଆପଣମାନେ ଜାଣି ଯାଇଥିବ, ଠିକ୍ ଅଛି। ତ ଆପଣଙ୍କୁ ଫାଷ୍ଟ କରିକି ଆପ୍ଲିକେସନ୍ ଫର୍ମ ମୁଁ ଆପଣଙ୍କୁ ଦେଖାଇ ଦେଉଛି। ଆମର ଟେଲିଗ୍ରାମରେ ମିଳିଯିବ। ଓକେ, ସବୁପ୍ରକାର ଥାନାରେ ମଧ୍ୟ ଏଇ ଆପ୍ଲିକେସନ୍ ଫର୍ମ ଆଭେଲେବୁଲ୍ ଅଛି। ତ ଆପଣମାନେ ଏଇ ଫିଲ୍ଅପ୍ କରିକି ଆପଣମାନେ ଆପ୍ଲାଏ କରିପାରିବେ। ଅଲରେଡ଼ି ମଧ୍ୟ ଆର ସିଲେକ୍ସନ୍ ପ୍ରୋସେସ୍ ସବୁକିଛି ମଧ୍ୟ ମୁଁ ଆପଣଙ୍କୁ ଆମ ଟେଲିଗ୍ରାମ ଉପରେ ମଧ୍ୟ ପ୍ରୋଭାଇଡ଼ କରିଥିଲି ବହୁତ ପୁରୁଣା ଆଗରୁ, ମାନେ ଏଇ 10-15 ଦିନ ପୂର୍ବରୁ। ଆପଣମାନେ ମଧ୍ୟ ଡିଟେଲ୍ସ ଦେଖିବେ। ତ ମିନିମମ୍ ଏଜ୍ କ୍ୱାଲିଫିକେସନ୍ ରହିବ ପଞ୍ଚମ ପାସ୍। ଓକେ, ଆଉ ଆପଣଙ୍କ ମିନିମମ୍ ଏଜ୍ ରହିବ ଆପଣଙ୍କୁ 20 ବର୍ଷ, ଠିକ୍ ଅଛି। 20ରୁ 60 ରହୁଛି, ମୋର୍ ଦେନ୍ 60 ଇୟର୍ସ। ଓକେ, ତ ଆପଣମାନେ ଜାଣିପାରୁଥିବେ, ସବୁକିଛି ଡିଟେଲ୍ସ ମଧ୍ୟ କହିଦେଲି। ଓକେ, ଆପଣଙ୍କୁ କହିଦେଉଛି, ବର୍ତ୍ତମାନ ଟାଇମ୍ରେ ଆପଣ ଡିଷ୍ଟ୍ରିକ୍ଟରେ ଯେତେବେଳେ ପୋଷ୍ଟ ବାହାରିବ, ଆପଣଙ୍କୁ ନିହାତି ଗୋଟେ ଭିଡ଼ିଓ ପ୍ରୋଭାଇଡ଼ କରିଦେବେ। ବର୍ତ୍ତମାନ ଆପଣଙ୍କ କାମ କ'ଣ, ଆପଣ ପଢ଼ାପଢ଼ି କରନ୍ତୁ ଏବଂ ଫିଜିକାଲ୍ ପାଇଁ ପ୍ରାକ୍ଟିସ୍ କରନ୍ତୁ, ରିଟିନ୍ ପାଇଁ ପ୍ରାକ୍ଟିସ୍ କରନ୍ତୁ। ଏବଂ ସିଲେକ୍ସନ୍ ପ୍ରୋସେସ୍ କ'ଣ ହେବ ସେଇଟା ଏସ୍ପି ଉପରେ ଡିପେଣ୍ଡ କରୁଛି। ନିଜ ଯେଉଁ ଥାନାରେ ଆପଣ ଯେଉଁଠି ଫର୍ମ ପକାଇବେ, ସେଇଟା ଏସ୍ପି ଉପରେ ଡିପେଣ୍ଡ କରୁଛି। କ'ଣ ରିଟିନ୍ କରିବ ନା ଫିଜିକାଲ୍ କରିବ, ନା ବୋଥ୍ ରିଟିନ୍ କରିବ, ବୋଥ୍ ଫିଜିକାଲ୍ କରିବ, ନା କେବଳ ଫିଜିକାଲ୍ କରିବ, ସେଇଟା ତାଙ୍କ ଉପରେ ଡିପେଣ୍ଡ କରୁଛି। ତ ସେଇଟା ସବୁ କିଛି ଡିଟେଲ୍ସ ମଧ୍ୟ ଜାଣିଯିବେ, ଠିକ୍ ଅଛି। ତ ଏଇଟା ହେଉଛି ଏତିକି କଥା। ବର୍ତ୍ତମାନ ମୁଁ ଆପଣଙ୍କୁ କହିଥିଲି କି ବହୁତ ଶୀଘ୍ର ବାହାରିବାକୁ ଯାଉଛି। ମୁଁ ଆପଣଙ୍କୁ କହିଥିଲି ଗୋଟେ କଳାହାଣ୍ଡି ଡିଷ୍ଟ୍ରିକ୍ଟର ବାହାରିଛି। ଓକେ, ମୁଁ ଆପଣଙ୍କୁ ମଧ୍ୟ କହିଥିଲି ଫେବୃଆରୀ ମନ୍ଥରେ ବାହାରିବାକୁ ଯାଉଛି, ଅଲରେଡ଼ି ବି ତା'ର ବାହାରିଛି। ଆଗକୁ ବହୁତ ସାରା ଭ୍ୟାକେନ୍ସି ମଧ୍ୟ ଆସିବ, ଏସ୍ଆଇ କନଷ୍ଟେବଲ୍, ୱାଇଏସ୍ଏଫ୍, ଡିଷ୍ଟ୍ରିକ୍ଟ କନଷ୍ଟେବଲ୍। ତ ସେଇ ଅନୁସାରେ ଆପଣମାନେ ପ୍ରିପାରେସନ୍ କରନ୍ତୁ। କେବଳ ଓଡ଼ିଶା ପୋଲିସ କଥା କହୁଛି, ଆଗରୁ ବହୁତ ସାରା ଅଫିସିଆଲ୍ ଜବ୍ ମଧ୍ୟ ଆସିବ। ତା ବାବଦରେ ମଧ୍ୟ ଭିଡ଼ିଓ ମୁଁ ଅପଲୋଡ଼ କରିଦେଇ, ଯାହା କିଛି ବି ନୋଟିଫିକେସନ୍ ଆସିଲେ ଆମ ଟେଲିଗ୍ରାମ ଉପରେ ଦେଖିବାକୁ ପାଇଯିବେ। ବାସ୍ ଆଜିର ଭିଡ଼ିଓ ଥିଲା କି ହୋମଗାର୍ଡ଼ ନୋଟିଫିକେସନ୍ ବହୁତ ଜଲ୍ଦି ଆସିବାକୁ ଯାଉଛି। ଅଲରେଡ଼ି କଳାହାଣ୍ଡିର ଡିଷ୍ଟ୍ରିକ୍ଟ ପିଲା ମଧ୍ୟ ଆପ୍ଲାଏ କରିବେଣି ତାଙ୍କ ଥାନାକୁ ଆପ୍ଲିକେସନ୍ ଫର୍ମ ଆଣିକି। ଓକେ, ତ ସିଲେକ୍ସନ୍ ପ୍ରୋସିଜର୍ ସେଇଟା ଏସ୍ପି ଉପରେ ଡିପେଣ୍ଡ କରୁଛି, କାରଣ ଆପଣ ଯେଉଁ ଥାନାରେ ଆପ୍ଲାଏ କରିବେ ସେଇ ଏସ୍ପି କଣ୍ଡକ୍ଟ କରିବ, ତାଙ୍କ ଉପରେ ଡିପେଣ୍ଡ କରୁଛି ସିଲେକ୍ସନ୍ ପ୍ରୋସେସ୍ କ'ଣ ରହିବ। ଓକେ, ତ ଆଶା କରୁଛି ଭିଡ଼ିଓଟି ବହୁତ ହେଲ୍ପଫୁଲ୍ ହେବ। ନିହାତି ଭାବରେ ଚ୍ୟାନେଲକୁ ନୂଆ ହେଇଥିଲେ ନିହାତି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଅଲ୍ କ୍ଲିକ୍ କରନ୍ତୁ।
ଆଉ ଆମ ଟେଲିଗ୍ରାମ ଗ୍ରୁପରେ ଜଏନ୍ ହେବାକୁ ଜମା ଭୁଲିଲେ ସବୁ ଲାଟେଷ୍ଟ ଅପଡେଟ୍ ମୋତେ ଆମ ଟେଲିଗ୍ରାମ ଗ୍ରୁପରେ ପାଇଯିବେ। ଓକେ, ତ ରହୁଛି ଦେଖା ନେକ୍ସଟ ଭିଡ଼ିଓରେ। ସେଥିପାଇଁ ଜୟ ଜଗନ୍ନାଥ।